बाट सब जहां आगे टेकी हुए जो परमेश्वर की निजर समस्त विषय प्रभु आमान को दान करबा पई से आपण पुत्र को मनोनीत कले से परमेश्वर जे स्वर्ग रे अवस्थान करती से स्वर्ग पर्यंत आमान कौनसी दृष्टि नथिले मध्य से परमेश्वर आमान को नांती से परमेश्वर आमान को निमंते चिंतित से परमेश्वर आमान को आशीर्वाद करबा निमंते सदा सर्वदा तत्पर ए प्रकार प्रेमिक परमेश्वर को सर्वदा धन्यवाद देबा आ ए समय मध्य से पवित्र परमेश्वर को धन्यवाद पूर्वक प्रशंसा अर्पण करे तत्संगे संगे ए प्रकार परमेश्वर को गौरव देउथिबा हम मंडलीर पालक दिगंजय एवं समस्त कर्मकर्ता कर्मकर्त्री पुणे विशेष दुःखभोग सप्ताहे प्रभुଙ୍କର दया क्षमा प्रेम ताकर असीम आशीर्वाद पाइबा निमंते एकत्रित छोट बड़ समस्तଙ୍କୁ ଖ୍ରୀଷ୍ଟ ପ୍ରେମରେ ନମସ୍କାର ଜଣାଏ ଆଉ ମୁଁ ଦିନକୁ এই বিশেষ দিনମାନଙ୍କରେ ଆଉ ମଣ୍ଡଳୀ ପ୍ରେମ କରି ତାଙ୍କ ସମ୍ମୁଖରେ ଉଭା ହେବା ନିମନ୍ତେ ସୁଯୋଗ ଦେଇଥିବା ହେତୁ ବିଶେଷ କରି ମଣ୍ଡଳୀକୁ ମଧ୍ୟ ମୁଁ ଧନ୍ୟବାଦ ଜଣାଉଛି। ଆସନ୍ତୁ ପ୍ରାର୍ଥନା କରିବା। धन्यवाद 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 देउछि प्रिय प्रभु तुम्हें जे प्रार्थना करबा पूर्व समस्त विषय प्रभु तुम्हें देखिबा परमेश्वर तुम्हें प्रभु अंतरी को प्रभु तुम्हें सजाड़िबा परमेश्वर तुम्हें जे आपनकर समस्त गतिविधि को प्रभु तुम्हें रखिबा परमेश्वर तुमको धन्यवाद देउछि तुमर प्रेम निमंते तुमको गौरव देउछि तुमर महिमा करूछि प्रभु तुम्हें जे आपनकर अत्यंत प्रेम करे तुम्हें जे आपनकर अत्यंत दया करे तुम्हारे से स्वर्ग
जहाँ दिया जाए अछि यीशु को समाधि सुरक्षित आ वाक्यांश अछि माध्यम 27 तार 62 टू 66 पर्यंत कई जन पाठ करथिबे तही आर दिन अर्थात आयोजन दिवसर परवर्ती दिन प्रधान याजक और फारुसी माने पिलातଙ୍କ निकटरे एकत्र होई कहिले महाशय आममानकर मने पड़ुअछि ସେହି प्रवंचक जीवित थिबा समୟରେ କହିଥିଲା 3 दिन ଉତ୍ତାରେ ମୁଁ ଉଠିବି ଅତଏବ ତୃତୀୟ ଦିବସ ପର୍ଯ୍ୟନ୍ତ ସମାଧି ସୁରକ୍ଷିତ ହେବା ନିମନ୍ତେ ଆଜ୍ଞା କରନ୍ତୁ ନହିଲେ କେ ଜାଣି ତାହାର ଶିଷ୍ୟମାନେ ଆସି ତାହାକୁ ଚୋରି କରି ଲୋକଙ୍କୁ କହିବେ ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି ତାହା ହେଲେ ପ୍ରଥମ ପ୍ରବଞ୍ଚନା ଅପେକ୍ଷା ଶେଷ ପ୍ରବଞ୍ଚନା ଅଧିକ ମନ୍ଦ ହେବ। ପିଲାତ ସେମାନଙ୍କୁ କହିଲେ ତୁମମାନଙ୍କର ପ୍ରହରୀ ଦଳ ଅଛି ତୁମେମାନେ ଯାଇ ଯଥାସାଧ୍ୟ ତାହା ସୁରକ୍ଷିତ କର ତେଣୁ ସେମାନେ ଯାଇ ପ୍ରହରୀ ଦଳ ସହିତ ସେହି ପ୍ରସ୍ତରରେ ମୁଦ୍ରାଙ୍କ ଦେଇ ସମାଧି ସୁରକ୍ଷିତ କଲେ। आमने जानु छु जे सप्ताह केउ सप्ताह हमरे जाना सुना दुख भोग सप्ताह आ प्रभु जीशुଙ୍କର दुख भोगर ए विशेष सप्ताह रे प्रत्येक दिन प्रत्येक घटना प्रत्येक विषयटी अति गुरुत्वपूर्ण तेबे आमने जानु छु जे से राजा मानक राजा प्रभु मानक प्रभु ताहांक विषय ताहांक पई ताहांक द्वारा ताहांक निमंते उद्दिष्ट तेबे जदि ए विशेष रे आमने देखु छु जे एई सप्ताह को तेबे आमने जानो छु जे विशेष करे एई सप्ताह को जदि देखु तेबे विजय रविवार ठारू शुक्रवार पर्यंत प्राय सबु किछि घटी समाप्त हे सारी अछि जेपरि कि विजय रविवार रो से खजुरी बाहुआ हेउ किबा गध हेउ
କବର ବୋଲି କହିଲେ ଗୋଟେ ସିମ୍ପଲ ଯଦି ବୁଝି ଯାଉ ଯେ ଗୋଟେ ଗ୍ରାମ ବା ସହର ବା ଯେକୌଣସି ଜନବସତି ଥାନ୍ତି ଗୋଟେ ଗାଁର ଲୋକ ଥିବେ ସେଇ ଗାଁର ଲାଷ୍ଟରେ ଥିବ କିମ୍ବା ସେଇ ଗାଁର ଫାର୍ଷ୍ଟରେ ହେଲେ କବର ପୋତା ବା ସମାଧି ସ୍ଥାନ। ତେବେ এই ସମାଧି ସ୍ଥାନ କାହାକୁ କୁହାଯାଏ? ଯେଉଁ ସମାଧି ସ୍ଥାନ କି ବିଶିଷ୍ଟ ସ୍ଥାନ ବା ବିଶ୍ରାମର ସ୍ଥାନ ବୋଲି କୁହାଯାଏ। ଯଦି ଜଣେ ମନୁଷ୍ୟ ଗୋଟିଏ ଗାଁର ବାସିନ୍ଦା ସେଇ ବାସିନ୍ଦା ଯଦି ମୃତ୍ୟୁବରଣ କରେ ତେବେ ସେହି ଗାଁର ଏକ ନିର୍ଣ୍ଣିତ ପାର୍ଟିକୁଲାର ଏକ ସ୍ଥାନ କବର ସ୍ଥାନ ହିସାବରେ ରଖାଯାଇଛି ଯେ ମୃତ ଶରୀରକୁ ସେହି ସ୍ଥାନରେ ସଂରକ୍ଷିତ କରି ରଖାଯିବ। ତାହା ହେଉଛି ସମାଧି ସ୍ଥାନ। ତେବେ ଏହି ସ୍ଥାନ ଧର୍ମ ଅନୁସାରେ ଆଉ ବିଧି ଅନୁସାରେ ଭିନ୍ନ ଭିନ୍ନ। କେମିତି ଭିନ୍ନ ଭିନ୍ନ? ଯେ ମୁଖ୍ୟତଃ ଦୁଇ ପ୍ରକାର ସମାଧି ବା କବର ବା ଆଉ ଗୋଟେ ହେଉଛି ଶବଦାହ ବା ଶ୍ମଶାନ ପୀଠ ବୋଲି କୁହାଯାଏ। ସମାଧି ବା କବର ଖ୍ରୀଷ୍ଟିଆନ ମୁସଲିମମାନଙ୍କର କୁହାଯାଇପାରେ କାରଣ ସେମାନେ ମୃତ ଶରୀରକୁ ପୋତି ଦିଅନ୍ତି। କବର ଖୋଳାଯାଏ, ମାଟି ଖୋଳାଯାଏ, ମୃତ ଶରୀରକୁ ରଖାଯାଏ। ତାହା ହେଉଛି ସମାଧି ବା କବର। କିନ୍ତୁ ଅନ୍ୟ ଧର୍ମରେ ଯଦି ଦେଖାଯାଏ ସେମାନେ ମୃତ ଶରୀରକୁ ଜାଳି ଦିଅନ୍ତି। ତାକୁ କୁହାଯାଏ ଶବଦାହ କ୍ରିମେସନ ଆଉ ସେଇଟାକୁ କୁହାଯାଏ ଶ୍ମଶାନ ଘାଟି। ତେବେ ଏହି ସମାଧି ବା କବର ବା ଶ୍ମଶାନ ଘାଟି ଧର୍ମ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ। ବା ଜଣେ ବ୍ୟକ୍ତି କେଉଁ ପ୍ରକାର ସମାଜରୁ ଆସୁଅଛି, ସେ ଖ୍ରୀଷ୍ଟିଆନ, ସେ ହିନ୍ଦୁ, ସେ ମୁସଲିମ, ସେ ଶିଖ ନା ଜୈନ ନା ତେଲୁଗୁ ବ୍ରାହ୍ମଣ, କାହିଁକି ଯେ ସମସ୍ତଙ୍କର ସମାଧି କ୍ରିୟାବିଧି ଭିନ୍ନ ଭିନ୍ନ ଅଟେ। এই ଅନୁସାରେ ଯଦି ଦେଖୁ ତେବେ এই ସମାଧି ପ୍ରତ୍ୟେକ ସ୍ଥାନରେ ଭିନ୍ନ ଭିନ୍ନ, ପ୍ରତ୍ୟେକ ଜାତି ପାଇଁ ଭିନ୍ନ ଭିନ୍ନ, ପ୍ରତ୍ୟେକ ଜାଗା ପାଇଁ ଭିନ୍ନ ଭିନ୍ନ ଅଟେ। କେହି ସମାଧି ଉପରେ କ'ଣ ଯେ ମହଲ ଗୁଡ଼ାକ ବନାନ୍ତି। ତାଜମହଲ ବିଷୟରେ ଆମେ ଜାଣିଅଛୁ କି ସେଟାକୁ ସମାଧି ସ୍ଥାନ ବୋଲି କହିଲେ ହବ କି? ତେବେ এই ପ୍ରକାର ଏକ ବିଶେଷ ସ୍ଥାନ ଯେଉଁଠାରେ କି ଶରୀର ମୃତ ଶରୀରକୁ ଏକ ସ୍ଥାନ ଦିଆଯାଏ ଯେ ସେ ସେଇଠାରେ ସୁରକ୍ଷିତ ହୋଇ ରହିବ। ତେବେ এই ସମସ୍ତ ବିଷୟ ପାଳନ କରି ଆମକୁ ପ୍ରଭୁ ଯୀଶୁଙ୍କ ବାକ୍ୟ କ'ଣ କହେ ଯେ ସମାଧି ବା କବର ବା ବିଶ୍ରାମ ସ୍ଥାନ ବା ମହାନିଦ୍ରାଗ୍ରସ୍ତ ଲୋକ ରହୁଥିବା ସ୍ଥାନକୁ କ'ଣ ବୋଲି କୁହାଯାଏ? ଆମେ ଅଳ୍ପ କିଛି ଚିନ୍ତା କରିବା। କେହି ଜଣେ ପାଠ କରିଦେବେ ଉପଦେଶକ 12 ତାର 7 ଶୀଘ୍ର ପାଠ କରିବେ। ପୁଣି ପୂର୍ବ ପରି ମୃତ୍ତିକାରେ ଲୀନ ହେବ ଆଉ ଆତ୍ମଦାତା ପରମେଶ୍ୱରଙ୍କ ନିକଟକୁ ଆତ୍ମା ଫେରିଯିବ। ଧନ୍ୟବାଦ। ଏଠାରେ ଆମେ ଦେଖୁଛୁ ଯେ ପୁଣି ଧୂଳି ପୂର୍ବ ପରି ମୃତ୍ତିକାରେ ଲୀନ ହେବ ଆଉ ଆତ୍ମଦାତା ପରମେଶ୍ୱରଙ୍କ ନିକଟକୁ ଆତ୍ମା ଫେରିଯିବ। ଅର୍ଥାତ୍ ଯଦି ଜଣେ ବ୍ୟକ୍ତିଙ୍କର ଆତ୍ମା ଚାଲିଯାଏ, ଧୂଳି ହେଇଯାଏ, ଅର୍ଥାତ୍ ଜଣେ ମୃତ୍ୟୁ ଭୋଗ କରେ। ଜଣଙ୍କର ଯଦି ମୃତ୍ୟୁ ହୁଏ ତେବେ ସେହି ମୃତ ବ୍ୟକ୍ତିର ଆତ୍ମା ଆତ୍ମଦାତାଙ୍କ ନିକଟକୁ ଚାଲିଯାଏ। ପୁଣି ଯେଉଁ ଶରୀର ରହେ, ଆମମାନଙ୍କ ଶରୀର ଧୂଳିରେ ନିର୍ମିତ, ମୃତ୍ତିକାରୁ ଆମମାନେ ଜାତ ଏବଂ ପୁନର୍ବାର ଆତ୍ମାକୁ ଯଦି ସମାଧି ଦିଆଯାଏ, କବର ଦିଆଯାଏ, ଆମେମାନେ ଧୂଳିରେ ପୁନର୍ବାର ମିଶିଯିବା। ତେବେ ଏଥିରୁ ଆମେ ବୁଝୁଅଛୁ କବର ବା ସମାଧି ବୋଲି କହିଲେ ପୁନର୍ବାର ଧୂଳିରେ ମିଶୁଥିବା ସ୍ଥାନ ସମାଧି ଅଟେ। ଦ୍ୱିତୀୟ ବିଷୟ ଆମେ ପଢ଼ିବା ଯେ ଗୀତ ସହିତ 46ର 4 ପଦ। ତାହାର ନିଶ୍ୱାସ ବାହାରିଯାଏ, ସେ ନିଜ ମୃତ୍ତିକାକୁ ଫେରିଯାଏ, ସେହିଦିନ ତାହାର
ଏଠାରେ ଧନ୍ୟବାଦ। ଏଠାରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଦେଖୁଅଛୁ ଯେ ତୁମ ଆତ୍ମା ଠାରୁ ମୁଁ କେଉଁଠାକୁ ଯିବି ଅବା ତୁମ ଶାଖା ଠାରୁ ମୁଁ କେଉଁଠାକୁ ପଳାଇବି। ଯେବେ ମୁଁ ସ୍ୱର୍ଗକୁ ଆରୋହଣ କରେ ତେବେ ତୁମେ ସେଠାରେ, ଯେବେ ମୁଁ ପାତାଳରେ ବିଛଣା କରେ ତେବେ ଦେଖ ତୁମେ ସେଠାରେ। ତେବେ ଆମେ ହିତୋପଦେଶର ମଧ୍ୟ ଏକ ବିଷୟ ପାଠ କରି ଜାଣିଅଛୁ ଆଗରୁ ଯେ ଆତ୍ମାନନ୍ଦ ପରମେଶ୍ୱରଙ୍କ ନିକଟକୁ ଆତ୍ମା ଚାଲିଯାଏ। ଆତ୍ମା କେଉଁଆଡ଼େ ଯାଏ? ଆତ୍ମାର ଗତି ଊର୍ଦ୍ଧ୍ୱଗାମୀ। କିନ୍ତୁ ପଶୁର ଆତ୍ମା, ପଶୁ ଏକ ଜୀବନ୍ତ ମାନେ ଏକ କୃତି ବା ସୃଷ୍ଟି। ତେବେ ପଶୁର ମଧ୍ୟ ଯେଉଁ ଆତ୍ମା ଅଛି ତାହା ଊର୍ଦ୍ଧ୍ୱଗାମୀ ହୁଏ ନାହିଁ। ପଶୁର ଆତ୍ମା ଅଧୋଗାମୀ, ପାତାଳକୁ ଯାଏ। ତଥାପି ଯଦି ପରମେଶ୍ୱରଙ୍କର ବିମୁଖାଚାରୀ ହୋଇ ଯଦି କୌଣସି ମନୁଷ୍ୟ ମୃତ୍ୟୁବରଣ କରେ ତେବେ ତାହାର ଆତ୍ମା ସ୍ୱର୍ଗାରୋହଣ ଅର୍ଥାତ୍ ଊର୍ଦ୍ଧ୍ୱଗାମୀ ନ ହୋଇ ଯେତେବେଳେ କି ଅର୍ଦ୍ଧଗାମୀ ହୁଏ ତାହା ପାତାଳରେ ବିଛଣା କରେ। ତେବେ ଏହି ପାତାଳର ବିଛଣା ବୋଲି ଯାହା କୁହାଯାଉଅଛି ତାହାକୁ ମଧ୍ୟ ଭୂଗର୍ଭ ବା ସମାଧି ସ୍ଥାନ ବୋଲି କୁହାଯାଏ। ଅର୍ଥାତ୍ ମୃତ ବ୍ୟକ୍ତି ଯେଉଁଠାରେ କି ବିଶ୍ରାମ କରେ ତାହା ପାତାଳର ବିଛଣା ବୋଲି କୁହାଯାଏ। ତେବେ ଆଉ ଏକ ବିଷୟ ଆମେ ଦେଖୁଅଛୁ ଯେ ଆଦି ପୁସ୍ତକ ତାର 49ର 29 ପଦ 49ର 20। ଅନନ୍ତର ଯାକୁବ ସେମାନଙ୍କୁ ଆଦେଶ ଦେଇ କହିଲେ, ମୁଁ ଆପଣା ଲୋକଙ୍କ ସଙ୍ଗେ ସଂଗୃହୀତ ହେବାକୁ ଉଦ୍ୟତ। ଏହେତୁ ଅବ୍ରାହମ କବରସ୍ଥାନର ଅଧିକାର ନିମନ୍ତେ କିଣାନ ଦେଶରେ ମମ୍ରିର ସମ୍ମୁଖସ୍ଥ ଯେଉଁ ମକ୍ପେଲାର କ୍ଷେତ୍ର ହେତୀୟ ଇଫ୍ରନଠାରୁ କିଣିଥିଲେ, ସେହି ହେତୀୟ ଇଫ୍ରନର କ୍ଷେତ୍ରସ୍ଥିତ ଗୁହାରେ ମୋହର ପୂର୍ବପୁରୁଷମାନଙ୍କ ନିକଟରେ ମୋତେ କବର ହେବ। ଧନ୍ୟବାଦ। ଏଠାରେ ଆମେ ଦେଖୁଅଛୁ ଯେ ଯାକୋବ ସମ୍ପୂର୍ଣ୍ଣ ଭାବରେ କହୁଛନ୍ତି ଯେ ମୁଁ ଆପଣା ଲୋକଙ୍କ ସଙ୍ଗେ ସଂଗୃହୀତ ହେବାକୁ ଉଦ୍ୟତ। ସଂଗୃହୀତ ଲୋକମାନଙ୍କ ସଙ୍ଗେ ସଂଗୃହୀତ ବୋଲି କହିଲେ ପିତା ଇସାକ ଆଉ ପୁଣି ଜନ୍ମଦାତା ଅବ୍ରାହମ ଯେଉଁ ଗୁହାରେ, ଯେଉଁ ଗୁମ୍ଫାରେ ବା ଯେଉଁ ପଥରର ସମାଧିକୁ ବନାଇଛନ୍ତି ସେହି ସ୍ଥାନରେ ମୋର ମୃତ ଶରୀରକୁ ରଖିବାକୁ ହେବ। ମୁଁ ମରିବାକୁ ଯାଉଅଛି, ମୋର ଲୋକମାନଙ୍କ ସହିତ ମୁଁ ସଂଗୃହୀତ ହେବାକୁ ଯାଉଅଛି। ଅର୍ଥାତ୍ କବର ବା ସମାଧି କହିଲେ ଏଠାରେ ଆମେ ଦେଖୁଅଛୁ ଯେଉଁ ସ୍ଥାନରେ କି ଶରୀରକୁ ସୁରକ୍ଷିତ ଭାବରେ ରଖାଯାଉଛି। କାହିଁକି? ଯେ ସେଠାରେ ଅବ୍ରାହମ ଆଉ ସେଠାରେ ଇସାକଙ୍କର ମଧ୍ୟ କବର ଅଛି। ଆଉ ସେହି ସ୍ଥାନରେ ବର୍ତ୍ତମାନ ଯାକୋବ କହୁଛନ୍ତି ଯେ ମୋର ଶରୀର, ମୃତ ଶରୀରକୁ ତୁମେମାନେ ଅମୁକ ଜାଗାର ସେଇ ଠିକଣାରେ, ସେଇ ଜାଗାରେ ମୋର ମଲା ଶରୀରକୁ ନେଇକି ରଖିବ। କାରଣ ସେହି ଏକ ସ୍ଥାନ, ଏକ ସଂଗୃହୀତର ସ୍ଥାନ ଯେଉଁଠାରେ କି ମୃତ ଶରୀରମାନଙ୍କୁ ଜାଗା ଜାଗା କରିକି ଆରାମସେ ରଖାଯାଇଥାଏ। ତେବେ ପବିତ୍ର ବାକ୍ୟ କହେ ଯେ ମୃତ ବ୍ୟକ୍ତିକୁ ବା ମୃତ ଶରୀରକୁ ସୁରକ୍ଷିତ ରଖିବା ପାଇଁ ଯେଉଁ ସ୍ଥାନ ସମସ୍ତ ରହିଅଛି, ସେ ପାତାଳର ବିଛଣା ଭାବରେ ହେଉ କିମ୍ବା ଯେକୌଣସି ଗ୍ରାମର କୁଣ୍ଡଳୀ ବା ଗ୍ରାମର ଶେଷରେ ହେଉ କିମ୍ବା ଯେକୌଣସି ଅବସ୍ଥାରେ ଯଦି ମାଟି ଖୋଳି ପୋତା ଯାଏ ବିଶ୍ରାମ ଦେବା ପାଇଁ ଏକ ସ୍ଥାନ ଥାଏ,
ପ୍ରଭୁଙ୍କର ହେଲେ ଆମମାନେ ଯେକୌଣସି ଭାବରେ ଏକ ଉଚିତ ବିଶ୍ରାମ ସ୍ଥାନ ପାଇପାରିବା, ଯେପରିକି ଆମମାନଙ୍କ ଶରୀର ଆଗମନ ପର୍ଯ୍ୟନ୍ତ ସଂରକ୍ଷିତ ହୋଇ ରହିବ ଏବଂ ପୁନର୍ବାର ଆମମାନେ ରୂପାନ୍ତରିତ ଶରୀରରେ ପ୍ରଭୁଙ୍କ ନିକଟକୁ ଯିବା। ଏହା ଏକ ଭରସାଯୁକ୍ତ ବିଷୟ। ତେବେ ଆମମାନେ ଦେଖୁ ଦେଖୁ ଏକ ବିଷୟକୁ ଆମମାନେ ଅନୁଧ୍ୟାନ କରୁ ଯେ ସମାଧି ହେଲେ ହେଲା କି ବା ମୃତ ଶରୀରକୁ ସାଙ୍ଗେ ସାଙ୍ଗେ ନେଇକି ସମାଧିରେ ରଖନ୍ତି କି? ତାର ସମାଧି କ୍ରିୟା ଗୋଟେ କରାଯାଏ ନୁହଁ କି? ଆମମାନଙ୍କର ଅଞ୍ଚଳରେ ଯଦି ମୃତ୍ୟୁ ରୋଗରେ ସାବୁନ ପାଣିରେ ପାଣି ଢାଳନ୍ତି, ପୁଣି ଭଲ ପାଣି ଢାଳନ୍ତି, ତାପରେ ହଳଦୀ ସାବୁନ ଯାହା କିଛି ଲଗାନ୍ତି, ବସ୍ତ୍ର ପିନ୍ଧାନ୍ତି, ଉତ୍ତମ ବସ୍ତ୍ର ଭାବରେ ତାଙ୍କୁ ଶେଷକୃତ ଭାବରେ ଏଇ ମନୁଷ୍ୟର ଜୀବନ ଦଶାରେ ଏହା ଶେଷ ବୋଲି ତାଙ୍କୁ ମାନ ସମ୍ମାନର ସହିତ ନେଇକି ସମାଧିସ୍ଥ କରାଯାଏ। ଧନୀମାନଙ୍କର ହେଲେ ଆଉ ଟିକେ ଅଲଗା। ଯଦି ତେଲୁଗୁମାନଙ୍କର ଯଦି ଏଇ ସମାଧି କ୍ରିୟାକୁ ଦେଖାଯିବ, ତେବେ ସେମାନେ ଚେୟାରରେ ବସାନ୍ତି, ଯେତିକି ସୁନା ଗହଣା ଥିବ ସବୁ ପିନ୍ଧାନ୍ତି, ପୁରା ପରିକ୍ରମା କରନ୍ତି ଏବଂ ତାଙ୍କର ସମାଧି କ୍ରିୟା ହୁଏ। ହିନ୍ଦୁମାନଙ୍କର ଫୁଲମାଳ ପକାନ୍ତି, ବାଉଁଶରେ ନେଇକି ସେମାନଙ୍କର ଜାଳି ଦିଅନ୍ତି। ତେବେ ଏସବୁ ଭିନ୍ନ ଭିନ୍ନ ହିସାବରେ ଆମେ ଜାଣୁଛୁ ଯେ ସମାଧି ଏବଂ ସମାଧି କ୍ରିୟା ଭିନ୍ନ ଭିନ୍ନ ଅଟେ। ତେବେ এই বিষয়ে ଦେଖୁ ଦେଖୁ ଆମେ ଦେଖିବା ଯେ ମୃତ ଶରୀରକୁ ଏକ ବିଧି ବା କ୍ରିୟା ଅନୁଯାୟୀ ସମାଧି ଦିଆଯାଏ। ତେବେ ଆମେ এই ସମସ୍ତ ବିଧି ହିସାବରେ ଯଦି ଦେଖୁ, ଜିହୁଦୀମାନଙ୍କର ବିଧି ଟିକେ ସ୍ପେଶାଲ। କେମିତି ଯେ ପାଠ କରିବେ ପ୍ରେରିତ ତାର 9:37। ସେହି ସମୟରେ ସେ ପୀଡ଼ିତା ହୋଇ ପ୍ରାଣତ୍ୟାଗ କଲେ। ସେଥିରେ ସେମାନେ ତାଙ୍କୁ ସ୍ନାନ କରାଇ ଗୋଟିଏ ଉପର କୋଠରୀରେ ଶୁଆଇ ଦେଲେ। ଏଠାରେ ଆମେ ଦେଖୁଛୁ ଯେ ପ୍ରାଣତ୍ୟାଗ କଲା ପରେ
ସେଥିରେ ମଧ୍ୟ ସେ ବନ୍ଦୀ ଆତ୍ମାମାନଙ୍କ ନିକଟକୁ ଯାଇ ପ୍ରଚାର କଲେ ପୂର୍ବ କାଳରେ ନୋହଙ୍କ ସମୟରେ ଜାହାଜ ନିର୍ମିତ ହୋଇଥିବା ବେଳେ ଯେତେବେଳେ ଈଶ୍ୱର ଦୀର୍ଘ ସହିଷ୍ଣୁ ହୋଇ ଅପେକ୍ଷା କରୁଥିଲେ, ସେହି ସମୟରେ ସେମାନେ ଅବାଧ୍ୟ ହୋଇଥିଲେ। ସେହି ଜାହାଜରେ ପ୍ରବେଶ କରି ଅଳ୍ପ ଲୋକ ଅର୍ଥାତ୍ ଆଠ ପ୍ରାଣୀ ଜଳ ମଧ୍ୟ ଦେଇ ରକ୍ଷା ପାଇଲେ। ସେଥିରେ ପ୍ରତିରୂପ ବାପ୍ତିସ୍ମ ଅର୍ଥାତ୍ ଶରୀରର ମଳିନତା ଦୂରୀକରଣ ନୁହେଁ, କିନ୍ତୁ ଈଶ୍ୱରଙ୍କ ନିକଟରେ ଶୁଚି ବିବେକ ପାଇବା ନିମନ୍ତେ ପ୍ରାର୍ଥନା ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଏବେ ତୁମମାନଙ୍କୁ ପରିତ୍ରାଣ କରୁଅଛି। ତେବେ ଏଠାରେ ସ୍ପଷ୍ଟ ଭାବରେ ଆମେ ତାର ଉତ୍ତର ପାଉଛୁ ଯେ ନୋହଙ୍କର ସମୟ ପର୍ଯ୍ୟନ୍ତ ଯେଉଁମାନଙ୍କୁ କି ସୁଧୁରିବା ପାଇଁ ପ୍ରଭୁଙ୍କର ବାକ୍ୟ ଦିଆଯାଇଥିଲା, ତଥାପି ସେମାନେ ଅବାଧ୍ୟ ହୋଇ ମୃତ୍ୟୁବରଣ କରିଥିଲେ। ତା ପୂର୍ବରୁ ଆମେ ଯଦି ଦେଖୁଅଛୁ ଆଦି ପୁସ୍ତକ 6ରେ ପରମେଶ୍ୱରଙ୍କର ପୁତ୍ର ଗଣ ବୋଲି, ତେବେ ଏହା ପୂର୍ବରୁ ଯଦି ଆମେ ସାମଞ୍ଜସ୍ୟ ଭାବରେ ଯଦି ଦେଖୁ ଆୟୁବଙ୍କର ବିଷୟକୁ, ତେବେ ସେଠାରେ ଆତ୍ମାମାନେ କ'ଣ କରୁଛନ୍ତି? ଏକ ସ୍ଥାନରେ ବନ୍ଦୀ ହୋଇ ରହିଯାଇଛନ୍ତି। ଏହି ବନ୍ଦୀ ଆତ୍ମାମାନେ ଯେଉଁମାନେ କି ପରମେଶ୍ୱରଙ୍କର ପ୍ରେମକୁ, ପରମେଶ୍ୱରଙ୍କର ପରିତ୍ରାଣକୁ ପାଇପାରିବାର ସୁଯୋଗ ପାଇନାହାନ୍ତି, ଏହି ପ୍ରକାର ପବିତ୍ର ଆତ୍ମାକୁ ଏହି ପ୍ରକାର ବନ୍ଦୀ ଆତ୍ମାମାନଙ୍କୁ ପରମେଶ୍ୱର କ'ଣ କରୁଛନ୍ତି? ଦୟା ପ୍ରକାଶ କରୁଅଛନ୍ତି। ଆମେ ପାଠ କରିବା ତାର ଆୟୁବ ତାର 3:17-19। ତେବେ ଏଠାରେ ଦେଖିବା ଯେ ଆତ୍ମାମାନେ କି ପ୍ରକାର ରହନ୍ତି। ସେହି ସ୍ଥାନରେ ଦୁଷ୍ଟଗଣ କ୍ଲେଶ ଦେବାରୁ ନିବୃତ୍ତ ଓ ସେହି ସ୍ଥାନରେ ପରିଶ୍ରାନ୍ତ ବିଶ୍ରାମ ପ୍ରାପ୍ତ। ସେହି ସ୍ଥାନରେ ବନ୍ଦୀଗଣ ଏକତ୍ର ଆରାମରେ ଅଛନ୍ତି, ସେମାନେ କାର୍ଯ୍ୟଶାସ୍ତ୍ରଙ୍କର ନ ଶୁଣନ୍ତି ନାହିଁ। ସେଠାରେ ସାନ ଓ ବଡ଼ ଅଛନ୍ତି, ପୁଣି ଦାସ ଆପଣା କର୍ତ୍ତାଠାରୁ ମୁକ୍ତ ଅଟେ। ଧନ୍ୟବାଦ। ଏହି ପ୍ରକାର ଏକ ସ୍ଥାନ ଯେଉଁ ସ୍ଥାନରେ କି ଆତ୍ମାମାନେ କ'ଣ ଅଛନ୍ତି? ଯେ ବନ୍ଦୀ ହୋଇ ଯାଇଅଛନ୍ତି, ଯେଉଁଠାରେ କି କ୍ଲେଶ ଦେବାର ନିବୃତ୍ତ ଓ ପରିଶ୍ରାନ୍ତ ବିଶ୍ରାମ ପ୍ରାପ୍ତି ହିସାବରେ ଅଛନ୍ତି। ଏହି ପ୍ରକାର ସ୍ଥାନକୁ ଯେ କେବଳ ପରମେଶ୍ୱରଙ୍କର ପୁତ୍ର ହିଁ ଯାଇପାରିବେ, କିନ୍ତୁ ସମୟ ଅନୁଯାୟୀ ଭବିଷ୍ୟତବାଣୀ ପୂରଣ କରିବା ଅନୁଯାୟୀ ସେ ବନ୍ଦୀ ଆତ୍ମାମାନଙ୍କ ନିକଟକୁ ଯିବେ, ଏହା ପୂର୍ବରୁ କୁହାଯାଇଅଛି। ତେଣୁ ଏହି ପ୍ରକାର ବନ୍ଦୀ ଆତ୍ମାମାନଙ୍କ ନିକଟକୁ ଯିବା ପାଇଁ ଆଜିର ଦିନ ବା ଏହି ସମାଧିରେ ସେ ଯେ ରହିବେ, ଏହା ହିଁ ନିରୂପିତ ହୋଇଥିଲା। ତେଣୁ ଆମେ ଦେଖୁଅଛୁ ଯେ ପ୍ରଥମ ତେସଲୋନିକୀୟ 4 ତାର 13-14 ପଦ। ହେ ଭାଇମାନେ, ଭରସାହୀନ ଅନ୍ୟ ସମସ୍ତଙ୍କ ପରି ତୁମ୍ଭେମାନେ ଯେପରି ଶୋକାକୁଳ ନ ହୁଅ, ଏଥି ନିମନ୍ତେ ମହାନିନ୍ଦ୍ରାପ୍ରାପ୍ତ ଲୋକମାନଙ୍କ ବିଷୟରେ ତୁମ୍ଭେମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କର
ଯେ ସ୍ୱର୍ଗରୁ ପ୍ରତିଷ୍ଠିତ ଆସିବେ ପ୍ରଭୁ ସେମାନଙ୍କୁ ପରିହାସ କରିବେ, ତହୁଁ ସେ ଆପଣା କୋପରେ ସେମାନଙ୍କୁ କଥା କହିବେ ଓ ଆପଣା ମହାକୋପରେ ସେମାନଙ୍କୁ ବ୍ୟାକୁଳ କରିବେ। ତେବେ ଏଠାରେ ଆମେ ଦେଖୁଛୁ ଯେ ସ୍ୱର୍ଗରୁ ପ୍ରତିଷ୍ଠିତ ଆସିବେ ପ୍ରଭୁ ସେମାନଙ୍କୁ ପରିହାସ କରିବେ ଯେ ଆରେ ମୂର୍ଖ ନେତାଗଣ ଏଇଟା ପୁଣି କଣ ଯେ ମୁଁ ମୋର ପୁତ୍ରକୁ ଏକ ବିଶିଷ୍ଟ କାର୍ଯ୍ୟ ନିମନ୍ତେ ଯେ ସ୍ୱର୍ଗ ମର୍ତ୍ତ୍ୟ ପୁଣି ଯେଉଁ
प्रार्थना करा। स्वर्गीय पिता धन्यवाद देउछु। धन्यवाद इस समय आज उपासना रे तुम दासी को माध्यम रे जो समस्त वाक्य तुम्हें आपको देइछो। धन्यवाद देउछु से समाधि गुरुत्व को बुझिबा पाई देइछो। प्रभु यीशु तुमको जे केही चोरी करी नहीं जिबे तुम शरीर को क्षति पहुंचाइबे तुमको जे केही विनष्ट करबे असंभव अटे। धन्यवाद देउछु तुम्हें आपनार सुरक्षा निजे करबा परमेश्वर। धन्यवाद देउछु से नीरव प्रबल विषय तुम्हें आमको शिक्षा देइछो किपरि तुम्हें आपनार समाज को सुरक्षित करियछो तुम्हें प्रकाश करियछो। स्वर्गस्थ पिता तुम्हें आमको आह्वान दियछो जे तुम्हें आमको सृष्टिकर्ता परमेश्वर अट। पिता समस्त कार्य तुमर नियंत्रणाधीन अटे। आम्भे माने जेपरि निज निज तुमरे समर्पण करि चालिबो पिता तुम्हें वाक्य माध्यम रे आमको आह्वान देवछो। एथिपाई धन्यवाद प्रार्थना करूछु। दया कर पिता एही वाक्यर मर्म बुझु बुझु निज निजको पिता तुम्हारे समर्पण कर जीवन अतिबाहित करबा पाई साहाय्य करो। धन्यवाद देउछु इस समय तुम वाक्य कहिबा तुम दासी को पिता तुम्हें प्रचुर परिमाण रे आशीर्वाद करो। एही परिवर्तन देख तुम वाक्यर गभीरता रे बढ़िबा पाई तुम राज्य निमंते बढ़िबा पाई तुम सेवा कार्य प्रति प्राप्त हे तुम गौरव कारण हेबा पाई साहाय्य करो। प्रार्थना करूछु तांको कर्म क्षेत्र रे तुम्हें आशीर्वाद करो। प्रति परिस्थिति रे प्रति स्थान रे पिता तुम निमंते साक्षी स्वरूप हेबा पाई अनुग्रह दियो। अपना दासी को मध्य तांको पारिवारिक जीवन रे आशीर्वाद करो। विशेष करी मंडली आम समस्त को आशीर्वाद दे आशीर्वाद युक्त करो। समस्त प्रार्थना तुम्हें सुनियछो। धन्यवाद